ଆସନ୍ତାକାଲି ଭୁବନେଶ୍ୱର ଆସିବ ଡବଲ ଡେକର ବସ୍। ମୁମ୍ବାଇରୁ ଓଡ଼ିଶା ଆସୁଛି ଏହି ଡବଲ ଡେକର। ତେବେ ପ୍ରଥମ ପର୍ଯ୍ୟାୟରେ 2ଟି, ପରେ 3ଟି ଓ ପରେ ପର୍ଯ୍ୟାୟକ୍ରମେ ଆବଶ୍ୟକତା ଅନୁଯାୟୀ ବସ୍ ଗୁଡ଼ିକ ଓଡ଼ିଶା ଆସିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ବସ୍ ଗୁଡ଼ିକରେ ଓଡ଼ିଶାର ସ୍ଥାପତ୍ୟ ଓ କଳାର ଛିଟା ଦେଖିବା ପାଇଁ ମିଳିବ। ଧଉଳି ଗୋଟି ପୁଅ ନୃତ୍ୟ ସହିତ ଓଡ଼ିଶାର ପ୍ରଗତିର ଚିହ୍ନ କୋଣାର୍କ ଚକ୍ରର ଛବି ମଧ୍ୟ ବସ୍ରେ ଚିତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ବସ୍ ଗୁଡ଼ିକ ରାଜଧାନୀର ରାସ୍ତାରେ ଗଡ଼ିବ। ଏ ବସ୍ ଗୁଡ଼ିକ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଦ୍ୱାରା ଚାଳିତ ହେବ। ବସ୍ ଗୁଡ଼ିକ ଭୁବନେଶ୍ୱର, ପୁରୀ ଏବଂ କଟକରେ ଗଡ଼ିବ ବୋଲି କ୍ରୁଡ୍ ପକ୍ଷରୁ ସୂଚନା ମିଳିଛି। ତେବେ କିଛି ଦିନ ତଳେ ଏହି ଡବଲ ଡେକର ବସ୍ ପାଇଁ କ୍ରୁଡ୍ ପକ୍ଷରୁ ଟେଣ୍ଡର ହୋଇଥିଲା। ପରେ ମୁମ୍ବାଇର ଏକ ସଂସ୍ଥା ଟେଣ୍ଡର ପାଇ ସ୍ୱତନ୍ତ୍ର ଭାବେ ଏହି ଇ ଡେକର ବସ୍ ଗୁଡ଼ିକୁ ଡିଜାଇନ୍ କରିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।